জয় গণেশ মহাপ্রভু জয়। ওম বক্রতুণ্ড মহাকায় সূর্যকোটি সমপ্রভু নির্বিঘ্ন কুরুমে দেবঃ সর্বকার্যেষু সর্বদা। ওম গণেশায় নমস্তুতে গণেশায় নমঃ। ওম নমো গণেশ বিঘ্নেশ গিরিজানন্দন প্রভু মম বিঘ্ন বিনাশায় গণাধিপতে নমো গণেশায় নমস্তুতে গণেশায় নমঃ। ଶ୍ରୀ ଗଣେଶ ମହାପ୍ରଭୁଙ୍କର କିଛି କଥା ମୁଁ ଆଜି କହିବାକୁ ଯାଉଛି। ଆଉ ଏଇ କଥା ଶୁଣିକି ସମସ୍ତେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଆଉ ସେୟାର ମଧ୍ୟ କରିବେ। ଆମର ଗଣେଶ ମହାପ୍ରଭୁ ହେଉଛନ୍ତି ବିଘ୍ନ ବିନାଶକ। ସେ ହେଉଛନ୍ତି ଗଣପତି। ଆଉ ଆମର ଯେତେକ ଶୁଭ କାମ ହୁଏ ସେଥିରେ ଆଗ ଗଣେଶଙ୍କର ନାମ ନେଇ ସବୁ କାର୍ଯ୍ୟ କରାଯାଏ। ତେଣୁକରି ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଆଉ ସେଇ ଗଣେଶଙ୍କ ବିଷୟରେ ମୁଁ ଆଜି କିଛି କହୁଛି। ସେଇ ଗଣେଶ ମହାପ୍ରଭୁ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପୂଜା ପାଆନ୍ତି। ତେଣୁକରି ଗଣେଶ ପୂଜା ସମସ୍ତେ କଲେ ସମସ୍ତ ଭଲ ଫଳ ମିଳେ। ଏବଂ ଗଣେଶ ପୂଜା ଦିନ ସମସ୍ତେ ଏହି ପୂଜା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ। ଏବଂ ଗଣେଶ ଚତୁର୍ଥୀ ଦିନ ଗଣେଶ ପୂଜା କରି ସମସ୍ତେ ବିଦ୍ୟା ବୁଦ୍ଧି ବଳ ସମସ୍ତେ ଆଶୀର୍ବାଦ ନିଅନ୍ତୁ। ଆଉ ତା ସହିତ ଗଣେଶଙ୍କର ପ୍ରିୟ ଭୋଗ ହେଲା ନଡ଼ୁ, ଖସା ନଡ଼ୁ। ଆଉ ତାଙ୍କ ପାଖରେ ଖସା ନଡ଼ୁ ଭୋଗ କରାଯାଏ ଏବଂ ଆଉ ଅନ୍ୟାନ୍ୟ ଭୋଗ ମଧ୍ୟ କରାଯାଏ। ଆଉ ଗଣେଶଙ୍କର ଗୋଟେ ପିତୃ ମାତୃ ଭକ୍ତି କଥା ଟିକେ କହୁଛି, ଶୁଣନ୍ତୁ। ଗଣେଶ ତାଙ୍କ ପିତାମାତାକୁ କିପରି ଭକ୍ତି କରୁଥିଲେ। ଦିନେ ତାଙ୍କ ମାତା ପାର୍ବତୀ ଓ ପିତା ଦେବଦେବ ମହାଦେବ ଦିନେ ତାଙ୍କ ଦୁଇ ପୁତ୍ର ଗଣେଶ ମହାପ୍ରଭୁ ଆଉ କାର୍ତ୍ତିକେୟ ମହାପ୍ରଭୁଙ୍କୁ ଡାକିଲେ। ତାକୁ ଦିନେ ପରୀକ୍ଷା କରିବା ପାଇଁକି କହିଲେ, ପରୀକ୍ଷା କରିବା ପାଇଁକି ଡାକିଲେ। ତାଙ୍କୁ କହିଲେ, ଆଚ୍ଛା ଦୁଇ ପୁତ୍ର, ମୁଁ ଆଜି ତୁମକୁ ଗୋଟେ ପରୀକ୍ଷା କରାଉଛି। କିଏ ପୃଥିବୀ ଚାରିପଟେ ଆଗ ବୁଲିକି ପଳାଇ ଆସିପାରିବ। ତେଣୁକରି ଦୁଇ ଜଣ ଯାକ ତାଙ୍କ କାମରେ ବାହାରି ପଡ଼ିଲେ। କାର୍ତ୍ତିକେୟ ତାଙ୍କ ବାହନଙ୍କ ଉପରେ ବସିକି ପଳାଇଲେ ବୁଲିବାକୁ। ଗଣେଶ ସବୁଠୁ ହେଉଛନ୍ତି ମହାବୁଦ୍ଧିଆ। ତେଣୁକରି ଗଣେଶ କହିଲେ, ମୋର ପୃଥିବୀ ହେଉଛନ୍ତି ମୋ ପିତା ଆଉ ମାତା। ତେଣୁକରି ମୋର କୁଆଡ଼େ ଯିବା ଆବଶ୍ୟକ ନାହିଁ। ମୁଁ ଏଇ ପିତାମାତାଙ୍କ ଚାରିପାଖେ ଯଦି ବୁଲିଦେବି ତାହେଲେ ମୋ ପୃଥିବୀ ଭ୍ରମଣ କରିବା ହେଇଗଲା। ତେଣୁକରି ସେ ସେୟା ମଧ୍ୟ ଗଲେ। ତାଙ୍କ ପିତାମାତାଙ୍କ ଚାରିପଟେ ବୁଲି ଆସି ତାଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରିକି ଠିଆ ହେଲେ। ପିତାମାତା ଦେଖିଲେ, ମହାଦେବ ଆଉ ମାତା ପାର୍ବତୀ ଦେଖିଲେ, କିରେ ପୁତ୍ର, ତୁ କ'ଣ ଏତେ ଶୀଘ୍ର ପଳାଇ ଆସିଲୁ? ଆଉ ପୃଥିବୀ ଭ୍ରମଣ କରିବାକୁ ଗଲୁ ନାହିଁ, ଆମ ଚାରିପାଖେ କାହିଁ ବୁଲିଲୁ? ନା, ମୋର ପିତାମାତା ହେଉଛନ୍ତି ସର୍ବଶ୍ରେଷ୍ଠ, ସିଏ ହେଉଛନ୍ତି ମୋ ପୃଥିବୀ। ତେଣୁକରି ମୁଁ ତାଙ୍କ ଚାରିପାଖେ ପିତାମାତାଙ୍କ ଚାରିପଟେ ବୁଲିବା କଥା ମୋ ପୃଥିବୀ ଭ୍ରମଣ କରିବା ସାଙ୍ଗେ ସମାନ। ତେଣୁକରି ଏ କଥା କହିବାରୁ ପିତାମାତା ତାଙ୍କର ବହୁତ ଖୁସି ହେଇଗଲେ ଆଉ ତାକୁ ଆଶୀର୍ବାଦ ଦେଲେ। ତେଣୁକରି ସେମାନେ ଖୁସି ହେଇ ତାକୁ
ବରଦାନ ମଧ୍ୟ ଦେଲେ। ତେଣୁକରି ତା'ର କିଛି ସମୟ ପରେ କାର୍ତ୍ତିକେୟ ଆସିଲେ। ସେ କହିଲେ ମୁଁ ଆଗ ଆସିକି ପହଞ୍ଚିଛି। ନାଇଁ, ଗଣେଶ ମହାପ୍ରଭୁ କହିଲେ ମୁଁ ମୋ ପିତାମାତାଙ୍କ ଚାରିପଟେ ବୁଲିଥିବାରୁ ମୁଁ ତାଙ୍କୁ ପୃଥିବୀ ମନେକରି ଏଠାରେ ଆସି ଆଗ ପହଞ୍ଚିଛି। ତେଣୁକରି ଗଣେଶ ମହାପ୍ରଭୁ ହେଉଛନ୍ତି ଭାରି ବୁଦ୍ଧିମାନ, ବୁଦ୍ଧିଆ। ତେଣୁକରି ତାଙ୍କୁ ସଦା ସର୍ବଦା ଆମେ ପୂଜା କରିବା ଗଣେଶ ମହାପ୍ରଭୁଙ୍କୁ। ଆଉ ଗଣେଶ ମହାପ୍ରଭୁଙ୍କୁ ପୂଜା କଲେ, ଭକ୍ତି ସହ ପୂଜା କଲେ ତାଙ୍କଠାରୁ ବୁଦ୍ଧି, ବିଦ୍ୟା, ଆଶୀର୍ବାଦ ସବୁକିଛି ମିଳେ। ଅଗ୍ରପୂଜ୍ୟ ଗଣେଶ। ଆମର ଯେକୌଣସି ପୂଜା କଲାବେଳେ ଆଗ ଗଣେଶଙ୍କୁ ପୂଜା କରାଯାଏ। ଆଉ ଗଣେଶଙ୍କ ମୁଖ୍ୟ ଇଏ ହେଲେ ତାଙ୍କ ବାହନ ମୂଷା। ସେ ମୂଷା ବାହନ ସାହାଯ୍ୟରେ ସବୁଆଡ଼େ ଭ୍ରମଣ ମଧ୍ୟ କରନ୍ତି। ତେଣୁକରି ମୋର ଏତିକି ସମସ୍ତଙ୍କୁ ଅନୁରୋଧ, ସମସ୍ତେ ମଧ୍ୟ ଗଣେଶ ମହାପ୍ରଭୁଙ୍କୁ ପୂଜା ସଦା ସର୍ବଦା କରନ୍ତୁ। ଏତିକି କହୁଛି। ଗଣେଶ ମହାପ୍ରଭୁ କି ଜୟ। ପ୍ରଭୁ ଗଣେଶ